ଜୟପୁର ରବିବାର 11 ଘଣ୍ଟିକା ସମୟରେ ବାଣୀପୁର ଶିବ ମନ୍ଦିର ପ୍ରାଙ୍ଗଣରେ ବିସିଡି ଠିକାଦାର ସଂଘ କୋରାପୁଟ ତରଫରୁ ସଭାପତି ଶ୍ରୀ ପଦ୍ମନ ହରିଜନଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତତ୍ସହିତ ଜୟପୁର ହାନାଗଡ଼ାସ୍ଥିତ ଲାଇଫ୍ ଫାଉଣ୍ଡେସନ ଅନ୍ତର୍ବାସୀ ଛାତ୍ରଛାତ୍ରୀମାନଙ୍କ ସହ ବିସିଡି ଠିକାଦାରମାନଙ୍କର ଭାବର ଆଦାନ ପ୍ରଦାନ ସହ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଥିଲା। ଏହି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ କରିବା ପାଇଁ ଠିକାଦାର ସଂଘର ପ୍ରାରମ୍ଭରୁ ଘୋଷଣା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଭ୍ୟ ଶ୍ରୀ ବିଜୟ କୁମାର ପଣ୍ଡା, ସାଧାରଣ ସମ୍ପାଦକ ହେମନ୍ତ ତ୍ରିପାଠୀ, ରଞ୍ଜନ କୁମାର ପ୍ରଧାନ, ଉପସଭାପତି ବିନୀତ ରାଜ ସାତମନ, କୋଷାଧ୍ୟକ୍ଷ ସୁରଜିତ ରାଉତରାୟ, ଟୁକୁରୁ ଦାସ, ତୁଷାର ବିଶ୍ୱାଳ, ବି ନାରାୟଣ ରାଓ, ଯୁଗ୍ମ ସମ୍ପାଦକ ଶ୍ରୀ ଶ୍ରୀନିବାସ ପଣ୍ଡା, କାର୍ଯ୍ୟନିର୍ବାହୀ ସଭ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ରାଜୀବ ଟାକରେ, ସତ୍ୟନାରାୟଣ ନାୟକ, ବିଶ୍ୱନାଥ ନନ୍ଦ ପ୍ରମୁଖ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମୁଁ ପଦ୍ମନ ହରିଜନ ବିସିଡି ଠିକାଦାର ସଂଘ କୋରାପୁଟ ସଭାପତି ଭାବେ ଅଛେ। ଆଜି ଆମେ ପରିବେଶ ପାଇଁ ବୋଲିକରି ଆମେ ଆମର ବାଣ୍ଡିପୁର ଶିବ ମନ୍ଦିର ଠାରେ ଆମେ ବୃକ୍ଷରୋପଣ କରିଥିଲୁ ଏବଂ ଆଜି ଆମର ଯେଉଁ ଗରିବ ପିଲାମାନ ପାଇଁ ବୋଲିକରି ଖାଦ୍ୟର ବ୍ୟବସ୍ଥା କରିଛୁ। ଆଉ ଆଗକୁ ମଧ୍ୟ ଗରିବ ଲୋକଙ୍କ ପାଇଁ ବୋଲିକରି ଆମ ସଂଘ ତରଫରୁ ସାହାଯ୍ୟ ସହଯୋଗ ରହିବ। ମୁଁ ହେମନ୍ତ ତ୍ରିପାଠୀ ବିସିଡି ଠିକାଦାର ସଂଘର ସାଧାରଣ ସମ୍ପାଦକ। ଆଜି ଆମେ ବୃକ୍ଷରୋପଣ କରିବା ପାଇଁ ଚିନ୍ତା କଲୁ। ଆଉ ଆମର ସମସ୍ତ କମିଟି ସଭ୍ୟ କର୍ମକର୍ତ୍ତା ମିଶି ଚିନ୍ତା କଲୁ ଆଉ ବୃକ୍ଷରୋପଣ କରିବା କାର୍ଯ୍ୟକ୍ରମ କଲୁ। ପରିବେଶର ସୁରକ୍ଷା ପାଇଁ ଆମେ ଚିନ୍ତା କଲୁ, ପରିବେଶର ସୁରକ୍ଷା ଯେମିତି ହବ ସେଇ ଉଦ୍ୟମ କରିକି ଆଜି ଚେଷ୍ଟା କରିଛୁ। ଆଉ ନେକ୍ସଟ ଆମର ଯେଉଁ ଅନାଥ ଆଶ୍ରମ ଅଛି ସେ ଅନାଥ ଆଶ୍ରମର ପିଲାମାନଙ୍କୁ କିଛି ସାହାଯ୍ୟ ସହଯୋଗ କରିବା ଆଉ କିଛି ମିଷ୍ଟାନ୍ନ ଖାଦ୍ୟ ବଣ୍ଟନ କରିବା ପାଇଁ ଯୋଜନା କରୁଛୁ। ମୋ ନାଁ ରାଜୀବ ଚାକିରି, ବିସିଡି ଠିକାଦାର ସଂଘ କୋରାପୁଟର ଜଣେ ସଭ୍ୟ। ଆମେ ଠିକାଦାର ସଂଘ ତରଫରୁ ସମାଜକୁ ଗୋଟେ ମେସେଜ ଦେବାକୁ ଚାହିଁଲୁ, ଯେଉଁଟାକି ପରିବେଶ ସୁରକ୍ଷା ପାଇଁ ଗଛ ଲଗେଇଛୁ। ଗୋଟେ ମେସେଜ ଯାଉ, ଦିନକୁ ଦିନ ପରିବେଶ ଭୁଷୁଡ଼ି ଯାଉଛି, ଗୋଟେ ମେସେଜ ଯାଉ ସମାଜକୁ। ଆଉ ପ୍ରତ୍ୟେକ ଆମର ରିକ୍ୱେଷ୍ଟ ରହିବ ସଂଘ ତରଫରୁ ପ୍ରତ୍ୟେକ ଲୋକ ଏଟଲିଷ୍ଟ ଗୋଟେ ଗୋଟେ ଗଛ ଲଗାନ୍ତୁ ଆଉ ପରିବେଶକୁ ସୁରକ୍ଷା ଦିଅନ୍ତୁ। କାର୍ଯ୍ୟକ୍ରମ କିଛି ନାହିଁ, ଏଇ ଅନାଥ ଆଶ୍ରମକୁ ଆସିଥିଲୁ, ଅନାଥ ପିଲାଙ୍କ ସହିତ ଭାବର ଆଦାନ ପ୍ରଦାନ ଟିକେ ହେଇଥିଲା। ଆଉ କିଛି ବସିକି ଆମେ ଅନାଥ ପିଲାମାନଙ୍କ ସହିତ ବସିକି ଖାଇବୁ, ଟିକେ ଖାଇବା ବ୍ୟବସ୍ଥା ହେଇଥିଲା। ନମସ୍କାର, ମୋ ନାଁ ସୁରଜିତ ରାଉତରାୟ। ମୁଁ ବିସିଡି ଠିକାଦାର ସଂଘର କୋଷାଧ୍ୟକ୍ଷ। ଆପଣମାନେ ତ ଜାଣିଥିବେ ଗତ 18 ଜାନୁଆରୀରେ ଆମର ଗୋଟେ ସଂଘ ନୂତନ ଭାବରେ ସଂଗଠିତ ହେଇଥିଲା। ଆଉ ତାପରେ ଆମେ ଠିକାଦାର ସଂଘରେ ସବୁ ମେମ୍ବର ମାନେ ମିଶିକି ଡିସାଇଡ୍ କରିଥିଲୁ ଯେ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବୁ। ତା ସହିତ ଆମର ଏ ଯେଉଁ ଆମର ଜ୍ୟୋତିମିଲ ପାଖରେ ଗୋଟେ ଲାଇଫ୍ ଫାଉଣ୍ଡେସନ ବୋଲି ଅନାଥ ଆଶ୍ରମ ଅଛି, ସେଇଠି ସେ ଅନାଥ ପିଲାମାନଙ୍କ ସହିତ କିଛି ସମୟ ବିତାଇ ଆମ ଠିକାଦାର ଭାଇମାନଙ୍କ ସହ ଭୋଜନର ପ୍ରିପାରେସନ୍ ହେଇଥିଲା। ଆଜ୍ଞା ନମସ୍କାର, ମୁଁ କୋରାପୁଟ ଠିକାଦାର ସଂଘର ଜଣେ ସଦସ୍ୟ। ଆମେ ବିସିଡି ଠିକାଦାର ସଂଘ ଆଜି ଗୋଟେ କଲଚରାଲ ଆକ୍ଟିଭିଟି ଗୋଟେ କରିଥିଲୁ, ଯେଉଁଟାକି ଗଛ ବୃକ୍ଷରୋପଣ କରାଯାଇଥିଲା। ଆଉ ଅନାଥ ଆଶ୍ରମରେ କିଛି ଆମର ପ୍ଲାନିଂ ଅଛି କିଛି ସାହାଯ୍ୟ ସହଯୋଗ କରିବା। ଆଉ ଆମର ଆଗକୁ ସବୁବେଳେ ରହିବ ଏମିତି ଆକ୍ଟିଭିଟିଜ୍। କୋରାପୁଟ ଠିକାଦାର ସଂଘ ସବୁବେଳେ ଆଗକୁ ରହିବ, ପ୍ରତ୍ୟେକ କ୍ଷେତ୍ରରେ ରହିବ। ଏଥିରେ ସମସ୍ତଙ୍କର ସାହାଯ୍ୟ ସହଯୋଗ ବି ଆବଶ୍ୟକ ଅଛି।